ବନ୍ଧୁ ମୁଁ ଧର୍ମ 19 ଆପଣଙ୍କୁ ସ୍ଵାଗତ କରୁଛି ମୋ ଚ୍ୟାନେଲ କୁ। ଚାଲନ୍ତୁ ଆଜି ବିରୁ ଗାମକୁ ଆସିଥିଲେ ମା ଦକ୍ଷିଣକାଳୀ ଦଣ୍ଡ ନୃତ୍ୟ। ଚାଲନ୍ତୁ ପଚାରିବା କେମିତି କଣ ନାଚ ହେଲା ଆଉ ଗାଁ ଲୋକକୁ ପଚାରିବା ତାକୁ କେମିତି ଲାଗିଲା ଚାଲନ୍ତୁ। ମୁଁ ଧର୍ମ 19 ଆପଣଙ୍କୁ ସ୍ୱାଗତ କରୁଛି। ଆପଣଙ୍କର ଏଇ ଯୋଉ ବିରୁ ଗାଁକୁ ଆସିଥିଲେ କାଣ୍ଡସର ଦଣ୍ଡ ନୃତ୍ୟ କେମିତି କଣ କଲେ ଆଉ କଣ କେମିତି ଭଲ ହେଲା ଆପଣ ମାନଙ୍କୁ ଟିକେ ଜଣାନ୍ତୁ ଆଉ। ମୋ ନାଁ ହଉଛି ପବିତ୍ର ମନ ବେହେରା। ମୁଁ ଏଇ କମିଟି ଅଛି ସେକ୍ରେଟାରୀ ଅଛି। ଆଉ 60 ଜଣଙ୍କୁ ନେଇ କମିଟି ଚାଲିଛି ଆମର। ହଉଛି ମା ଲକ୍ଷ୍ମୀ ଗଜଲକ୍ଷ୍ମୀ ଛକ ହଉଛି। ଇଏ 24ତମ ହେଲା ଏଥର ପୂଜା। ଏ 24ତମ ଭିତରେ ଆମେ ପ୍ରତିବର୍ଷ ଦଣ୍ଡ ହଉଛି। ବର୍ଷ ଭୃତି ହଉଛି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପ୍ରତିବର୍ଷ ଚାଲିଛି। ପ୍ରତିବର୍ଷ ଚାଲିବା ପଥରେ ଏଇ 24ତମରେ ଏ ବର୍ଷ ଆମେ କାଂସର ଯୋଉ ଦଣ୍ଡ ଆଣିଛୁ ଅନୁଭବରୁ ସେ ତ ବହୁତ ନିଆରା ହେଲା ବହୁତ ଭଲ ହେଲା। ଆମେ ଯାହା ଚାହିଁଥିଲୁ ସେୟା ମଧ୍ୟ ହେଲା ଲୋକମାନେ ମଧ୍ୟ ଖୁସି ହେଇଛନ୍ତି ଯେତେ ଜୁଆଡେ ଲୋକ ଦେଖି ଆସିଛନ୍ତି ତାକୁ ବହୁତ ଭଲ ପାଇଛନ୍ତି। ଆଉ ଏଇ ପାଟିରେ ଯେତେ କଳାକାର ଗୋଟେ ସାଇଜର ସବୁ ଅଛନ୍ତି ମ୍ୟାନେଜରଠୁ ଧରିକିନା ତାଙ୍କ ହାଡି ପାଟିରୁ ଧରିକିନା ବା ଯୋଉମାନେ ବାଦ୍ୟକାର ମଧ୍ୟ ସେ ଗୋଟିଏ ଢାଞ୍ଚାରେ ସବୁତିକ ଏକ ସାଇଜରେ ଗୋଟେ ପିଲା କିନ୍ତୁ ଆହୁରି ଖୁସି ଲାଗିଲା ସେଟା ଶୃଙ୍ଖଳା ମିଶା ରହିଲା ଆମେ ଯାହା କହୁଥିଲୁ ସେ ଶୁଣୁଥିଲେ ଆମ ପିଲା ମଧ୍ୟ ସେମାନଙ୍କୁ ସମ୍ମାନ ଦେଇଛନ୍ତି। ଆଉ ସେମାନେ ବି ସେ ଖୁସି ହୁଅନ୍ତି ଏଇ ବା କିଛି ପାଇଛି ନାହିଁ ମୁଁ କହିପାରିବିନି। ମୁଁ ଫାଷ୍ଟ ଦଣ୍ଡ ଦେଖି ଆଣୁଥିଲି ନାବିକ ପର୍ଯ୍ୟନ୍ତ ଏତେ ପର୍ଯ୍ୟନ୍ତ ଆସିଥିଲି ଶୃଙ୍ଖଳା ରହିଥିଲା ଆମର ଏଇ ଛକରେ ତାପରେ ଗଲେ ଖାଦ୍ୟପାନ ଧରିକିରି ଏଠି ଆମର ଯେତିକି ସାଂସ୍କୃତିକ କାର୍ଯ୍ୟକ୍ରମ କରୁଥିଲେ ପିଲାମାନେ ସେମାନେ ମଧ୍ୟ ସେଇ ପେଣ୍ଡାଲରେ ସେ ପିଲାମାନେ ତାଙ୍କ ପାଟିରେ କହିଥିଲେ ଆମେ ତାକୁ କହିନୁ ସେ ଲୋକମାନଙ୍କ ଆଗରେ ଆମ କଥା ଗାଇଥିଲେ ଲକ୍ଷ୍ମୀ ପୂଜା ବିଷୟରେ। ଆଉ ବିଶେଷ କଣ କହିବି ଆଗକୁ ଅଛି ଭଗବାନଙ୍କ ଇଚ୍ଛା ଆଗକୁ ଚାଲିଲେ ଏମିତି ଚାଲି ରହିଥିବ। ଆମେ ଆପଣଙ୍କ ଅପେକ୍ଷାରେ ଅଛୁ। ଠିକ ଅଛି ଧନ୍ୟବାଦ ଆପଣଙ୍କୁ ଭାଇ ଆପଣ ଟିକେ କିଛି କୁହନ୍ତୁ। ଠିକ ଅଛି ଭାଇ। ଅନୁଭୂତି ଟିକେ କହିବ ଆଉ କଣ। ଆମ୍ଭେ ପୂଜା କରିବାର ଆଜକୁ ପ୍ରାୟ 24 ବର୍ଷ ପୁରୀ ଗଲାଣି। ଏବଂ ମୁଁ ଆଜି ଏଇ ଦଣ୍ଡ ହବାର ଆପଣ ମାନଙ୍କୁ ଧନ୍ୟବାଦ ଦଉଛି ଆଜି ଯୋଉ କଳାକାର ମାନେ ଏଇ ସଭାରେ ନାଟ୍ୟ ପରିବେଷଣ କଲେ ମୋତେ ମୁଖ୍ୟତଃ ବେଶୀ ଭଲ ଲାଗିଲା ହାଡି ଏବଂ ତାଙ୍କ ସାଥୀ ଯୋଉ ମେହେନ୍ତରାଣୀ 2 ଜଣ ବାହାରିଥିଲେ ଅତି ଉନ୍ନତ ଧରଣର ଏବଂ ରାଧା ଅଖି ବାବୁ ଏବଂ ଧୀବର ରୋଲ କରୁଥିଲେ ଗିରିଶ ବାବୁ ତାଙ୍କ ଯୋଡି ମଧ୍ୟ ବହୁତ ସୁନ୍ଦର 1 ନମ୍ବର ପୁରା। ଏବଂ ଭଗବାନ ତାଙ୍କୁ କରନ୍ତୁ ଏଇଭଳିଆ ପାର୍ଟି ସବୁଦିନ ଚାଲିଥାଉ ଆଗକୁ ମଧ୍ୟ ତାଙ୍କର ମଙ୍ଗଳ କାମନା ହେଉ। ଠିକ ଅଛି ଆପଣଙ୍କୁ ଧନ୍ୟବାଦ। ଗ୍ରାମର ଜଣ ମୁଖିଆ ବୟସ୍କ ଭାଇ ଅଛନ୍ତି ତାଙ୍କଠୁ କିଛି ଶୁଣିବା। ଯା ହଉ ଆମର 24 ବର୍ଷର ଲକ୍ଷ୍ମୀ ପୂଜା ଉପଲକ୍ଷେ କଳାକାରକୁ ବି ଡକା ଯାଉଛି ଦଣ୍ଡପାଟି ଡକା ଯାଉଛି। ଅନ୍ୟ କାର୍ଯ୍ୟକ୍ରମ ବି ରହୁଛି। ଗାଁର ସୁକଳିତ ସାହିର ଶୃଙ୍ଖଳିତ ଲକ୍ଷ୍ମୀ ପୂଜାର କମିଟିର ବି ଶୃଙ୍ଖଳିତ ବହୁତ ଧନ୍ୟବାଦ। ଆମେ ବି ଗୋଟେ କଳାକାର କାହାକୁ ଶିଖଉଛୁ କାହାଠୁ ବି ଶିଖୁଛୁ। କିନ୍ତୁ ଆମର କାଣ୍ଡସର ଭାଇ ମାନେ ଆସି ବହୁତ କଳାକାର ବି ଦେଖୁଛନ୍ତି। ତାଙ୍କୁ ବି ସମସ୍ତ ଭାଇମାନଙ୍କୁ ବି ଧନ୍ୟବାଦ। ଯେତିକି କଳାକାର କରୁଛନ୍ତି ଆମେ ଭାବୁଛୁ ଆପଣ ମାନେ ଆଗକୁ ବି ଯାଇପାରିବେ ଆହୁରି ବି ଭଲ କରିପାରିବେ ଏତିକି କହି ମୋର କର୍ତ୍ତବ୍ୟ କରୁଛି। ଠିକ ଅଛି ଧନ୍ୟବାଦ ଆପଣଙ୍କୁ ହେଲା। ଚାଲ ଚାରିବା ତାଙ୍କର ଯିଏ ଆମର ଦଣ୍ଡ ପାଟିରେ ଦଣ୍ଡ କାଣ୍ଡେଶ୍ଵର ଦଣ୍ଡର ଯିଏ ନାଭିକଲରେ ଅଭିନୟ କରୁଛନ୍ତି ତାକୁ ଟିକେ ପଚାରିବା କଣ କେମିତି ଗାଁ ପ୍ରତି କେତେ ଭଲ ପାଇବା ତାଙ୍କର ଅଛି କଣ କେମିତି ଆସିଲା ବେଳଠୁ କଣ କେମିତି ଚାଲିଛି ଚାଲନ୍ତୁ ପଚାରିବା। ସମସ୍ତଙ୍କୁ ନମସ୍କାର ଆମର ଧର୍ମ 19 ୟୁଟ୍ୟୁବ ଚ୍ୟାନେଲକୁ ମୋର ସ୍ଵାଗତ।
କାଲି ଯୋଉ ନାଚ ଯାହା ହେଲା ବହୁତ ସୁନ୍ଦର ହେଲା ବୋଲି ଆମେ ତ ନିଜ ପାଟିରେ ନିଜ କହିବାଟା ଠିକ ହବନି। ଆମର ଗାଁର ଦର୍ଶକ ଦର୍ଶିକା ମାନେ ମା ମାଉସୀ ଯେତେ ସବୁ ପେଣ୍ଡାଲ ଚାରିପଖରେ ଯେତିକି ଘେରିକିରି ବସିଥିଲେ ମୁଁ ଯାହା ଅନୁକରଣ କଲି ନାଚ ବହୁତ ସୁନ୍ଦର ହେଇଛି। କିନ୍ତୁ ତଥାପି ଶାନ୍ତି ଶୃଙ୍ଖଳା ଉପରେ ଯଦି ଦେଖିବା ମାନେ ଏଠି ଯେତିକି ଶାନ୍ତି ଶୃଙ୍ଖଳା କୋଉଠି ନାହିଁ। ପ୍ରଥମରୁ ଆମେ କଳାକାର ମାନେ କେତେବେଳେ ପହଞ୍ଚିଲେ କେତେବେଳେ ଖାଇବେ କଣ ସବୁବେଳେ ସଭାପତି ସେକ୍ରେଟାରୀ ଏମାନଙ୍କର ସବୁବେଳେ ଯୋଗାଯୋଗ ଆମ ପାଖରେ ରହୁଥିଲା। ଆମେ ଲେଟ୍ କଲୁ କାହିଁକି ଏତେ ଲେଟ୍ କଲ ଶୀଘ୍ର ଆସ ଖାଇବ ବୋଲି ତାଙ୍କ ମନରେ ବି ଚିନ୍ତା ଥିଲା। ସେଥିପ୍ରତି ଆମ କଳାକାର ମାନେ ସମସ୍ତେ ବି ଖୁସି ଅନୁଭବ କରୁଥିଲେ। ଯେ ଆମେ ଖାଇନୁ ଆଉ ଏତେ ଲେଟ୍ ହେଲା ବୋଲି ତାଙ୍କ ଗାଁ ସଭାପତି ସେକ୍ରେଟାରୀ ମାନଙ୍କର କେତେ ମାନେ ଗୋଟେ ରେସପନସିବିଲିଟି ଗୋଟେ ଦାୟିତ୍ଵ ସେଇଟା ବି ଆମ ପିଲାମାନେ ସମସ୍ତେ ଖୁସି ହଉଥିଲେ। ତାପରେ ଆସିଲା ପରେ ବି ଶୀଘ୍ର ଠିକ ଟାଇମ ରେ ଖାଇବାକୁ ଦେଲେ ବାକି ଖାଲି ଠିକ ଖାଇ ପିଇକିରି ରେଷ୍ଟ ନେଲା ବେଳକୁ ଯୋଉଭଳି ପ୍ରକାର ଇନ୍ଦ୍ର ବର୍ଷା କଲେ ହୁଏତ ଆମେ ଭାବିଲୁ ଆମର ଯୋଉ ଖୁସି ଟା ଆଜି ହୁଏତ ଭାଙ୍ଗି ଯାଇପାରେ। କିନ୍ତୁ ଯାହା ହଉ ଭଗବାନଙ୍କ ଦୟାରୁ ମା ଲକ୍ଷ୍ମୀଙ୍କର କୃପାରୁ ଦଣ୍ଡ ନାଚଟି ସୁରୁଖୁରୁରେ ହେଇପାରିଲା। ଆଉ ଆର ବର୍ଷ ତ ମୁଁ ବି ଏଠିକି ଆସିଥିଲି କିନ୍ତୁ ହେମସରପଡା ପାଟିରେ ଆସିଥିଲି ଆର ବର୍ଷ ବି ଭଲ ନାଚ ହେଇଥିଲା। ଏଇ ବର୍ଷ ଭଲ ନାଚ ହେଇଛି ଯାହା ହଉ ଏମାନଙ୍କର କମିଟି ଏ ଗାଁ ର ସାହୁ ଏ ଯୋଉ ମା ମାଉସୀ ସାଧୁ ସନ୍ଥ ଭାଇ ଭଉଣୀ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ସମସ୍ତେ ଆମର ସୁପଚାର ଭାବରେ ଆମର କର୍ତ୍ତବ୍ୟ ନିଷ୍ଠା ଭାବରେ ଆମକୁ ଭଲରେ ଖାଇବା ପିଇବା ଦେଲେ। ସେ ଯେମିତି ଆମ ମନ ଖୁସି କଲେ ଆମେ ବି ତାଙ୍କ ମନ ଖୁସି କଲୁ ବୋଲି ତାଙ୍କ ପାଟିରୁ ଯେହେତୁ ଶୁଣିଲୁ ଆମକୁ ବି ଖୁସି ଲାଗିଲା ଯଦି ମା ଲକ୍ଷ୍ମୀଙ୍କର କୃପା ହୁଏ ତ ଆର ବର୍ଷକୁ ପୁଣି ଆସିପାରୁ ଧନ୍ୟବାଦ। ଠିକ ଅଛି ଧନ୍ୟବାଦ।